ଜଗନ୍ନାଥ ସେହି ପଥରେ ମଧ୍ୟ ଚାଲି ଆସନ୍ତି ଯେଉଁଠି କେହି ତାଙ୍କୁ ଅପେକ୍ଷା ବି କରିନଥାଏ। କେବେ କେବେ ତାଙ୍କ ପାଦ କୌଣସି ଭବ୍ୟ ମନ୍ଦିରରେ ନୁହେଁ ବରଂ ଜଣେ ଗରିବ କାଠୁରିଆର କୁଡ଼ିଆରେ ପଡ଼ିଥାଏ। ଏହି କାହାଣୀଟି ହେଉଛି ସେହି ଗରିବ ଭକ୍ତର ଯାହାର ଭାଗ୍ୟ କେବଳ ଗୋଟିଏ ସଚ୍ଚୋଟ ପୁକାରରେ ବଦଳିଗଲା। ସକାଳର ସମୟ ଥିଲା, ଘଞ୍ଚ ଜଙ୍ଗଲ, ଗଛପତ୍ର ସନ୍ଧି ଦେଇ ଖରା ତଳେ ପଡ଼ୁଥିଲା। ଜଣେ ଗରିବ କାଠୁରିଆ, ନା ତାର ଭୋନା, କାନ୍ଧରେ ପୁରୁଣା କୁରାଢ଼ୀ, ପାଦରେ ଚପଲ ନାହିଁ, ଚିରା ପୋଷାକ, ଥକି ଯାଇଥିବା ଶରୀର କିନ୍ତୁ ମନରେ ଭଗବାନଙ୍କ ନାମ। ଭୋନା କହିଲା, ହେ ପ୍ରଭୁ, ଆଜି ଟିକେ ସାହାଯ୍ୟ କରିଦିଅ, ଘରେ ପିଲାମାନେ ଭୋକିଲା ଅଛନ୍ତି। ସେଇ ଘଣ୍ଟା ଘଣ୍ଟା ଧରି କାଠ କାଟିଲା। ହାତ ଛେଲି ହୋଇ ରକ୍ତ ବାହାରିଲା, କିନ୍ତୁ ମୁହଁରୁ ହସ ଲିଭିନଥିଲା। ସେ ଭାବୁଥିଲା, ଯେପର୍ଯ୍ୟନ୍ତ ଆପଣ ଅଛନ୍ତି ସବୁ ଠିକ୍ ଅଛି ପ୍ରଭୁ। ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ରାତିର ସମୟ। ଦୀପର ପଙ୍କ୍ତି, ଘଣ୍ଟ ଶବ୍ଦରେ ମନ୍ଦିର ଶାନ୍ତ ଥିଲା, କିନ୍ତୁ ଗର୍ଭଗୃହରେ କିଛି ଅଲଗା ଘଟୁଥିଲା। ଜଗନ୍ନାଥଙ୍କ ମୂର୍ତ୍ତି ସାମାନ୍ୟ ଥରିଉଠିଲା, ନୀଳଚକ୍ର ଚମକିବାକୁ ଲାଗିଲା। ପୂଜାରୀ ଚକିତ ହୋଇ କହିଲେ, ଲାଗୁଛି ପ୍ରଭୁ କାହାର ପୁକାର ଶୁଣୁଛନ୍ତି। ସେପଟେ ଭୋନାର ଘରେ ପିଲାମାନେ ଭୋକରେ ଛଟପଟ ହେଉଥିଲେ। ସ୍ତ୍ରୀ କାନ୍ଦି କାନ୍ଦି କହିଲା, ଆଜି ବି କିଛି ରୋଷେଇ ହୋଇନି, ପିଲାମାନେ କାନ୍ଦୁଛନ୍ତି। ଭୋନା ତାର ହାତ ଧରି କହିଲା, ଆଜି ଭଗବାନ ନିଶ୍ଚୟ ଶୁଣିବେ, ମୁଁ କିଛି ନେଇକି ଆସିବି। ସନ୍ଧ୍ୟା ହୋଇଗଲା। ଭୋନା ଜଙ୍ଗଲ ଭିତରେ ବାଟ ହୁଡ଼ିଗଲା। ଅନ୍ଧାର ବଢ଼ିଲା, ପବନ ଓ ଗଛର ଶବ୍ଦ ଡରାଇବାକୁ ଲାଗିଲା। ଭୋନା ଥକିଯାଇ ତଳେ ବସିପଡ଼ିଲା। ତା ଆଖିରୁ ଲୁହ ଝରି ପଡ଼ିଲା। ସେ କହିଲା, ହେ ଜଗନ୍ନାଥ, ଯଦି ଆପଣ ସତରେ ମୋର ଭଗବାନ, ତେବେ ଆଜି ମୋତେ ସାହାଯ୍ୟ କରନ୍ତୁ। ମୋ ପିଲାମାନେ ଭୋକିଲା ଅଛନ୍ତି ପ୍ରଭୁ, ମୋ ଲାଜ ରଖିଦିଅ। ଲୁହ ତଳେ ପଡ଼ିବା ମାତ୍ରେ ହଠାତ୍ ପୁରା ଜଙ୍ଗଲ ଆଲୋକରେ ଭରିଗଲା। ପବନ ଅଟକିଗଲା, ଗଛଗୁଡ଼ିକ ସ୍ଥିର ହୋଇଗଲେ, ଯେମିତି ସମୟ ଥମିଗଲା। ଭୋନା ଡରିକି ଉଠିଲା। ସାମ୍ନାରେ ଏକ ଦିବ୍ୟ ପ୍ରକାଶ ମଧ୍ୟରୁ ଏକ ଦିବ୍ୟ ମୂର୍ତ୍ତି ପ୍ରକଟ ହେଲେ। କଳାରୂପ, ମୋତି ଭଳି ଆଖି, ପୀତାମ୍ବର ମଥାରେ ମୟୂରଚନ୍ଦ୍ରିକା, ସ୍ୱୟଂ ମହାପ୍ରଭୁ ଜଗନ୍ନାଥ। ଭୋନା ଥରି ଥରି କହିଲା, ପ୍ରଭୁ ଆପଣ ଏଠାରେ। ଜଗନ୍ନାଥ ହସିଲେ ଓ କହିଲେ, ତୁ ମୋତେ ଡାକିଥିଲୁ ଭୋନା। ଭୋନା କାନ୍ଦି ପକାଇଲା, ମୁଁ ତ ଜଣେ ଗରିବ କାଠୁରିଆ ପ୍ରଭୁ, ମୋର କି ଔକାତ ଯେ ଆପଣ ଆସିଲେ। ଜଗନ୍ନାଥ କହିଲେ, ଭକ୍ତିରେ ଔକାତ ଦେଖାଯାଏ ନାହିଁ ଭୋନା। ତୋ ହାତ ରକ୍ତରେ ଭିଜିଛି ସତ, କିନ୍ତୁ ତୋ ହୃଦୟ ମୋ ନାମରେ ଭରି ରହିଛି। ଜଗନ୍ନାଥ ତାର ମୁଣ୍ଡ ଛୁଇଁଦେଲେ। ସବୁ କ୍ଷତ ଭଲ ହୋଇଗଲା, ଥକ୍କାପଣ ଦୂର ହେଲା। ଜଗନ୍ନାଥଙ୍କ ସାମ୍ନାରେ ଏକ ସୁନା ଥାଳି ପ୍ରକଟ ହେଲା। ସେଥିରେ ମହାପ୍ରସାଦ, ଫଳ ଓ ମିଠା ଥିଲା। ଜଗନ୍ନାଥ କହିଲେ, ଏହାକୁ ଘରକୁ ନେଇଯା। ଆଜି ତ ଘରେ ମୋ ଆସିବା ଖୁସିରେ ଭୋଜନ ହେବ। ଘରକୁ ପହଞ୍ଚିବା ମାତ୍ରେ ଚମତ୍କାର ହେଲା। ସ୍ତ୍ରୀ ଓ ପିଲାମାନେ ଦୌଡ଼ି ଆସିଲେ। ଥାଳି ଖୋଲିବା ମାତ୍ରେ ଦିବ୍ୟ ସୁଗନ୍ଧ ଚାରିଆଡ଼େ ବ୍ୟାପିଗଲା। ମହାପ୍ରସାଦ ପାଇବା ମାତ୍ରେ ଅସୁସ୍ଥ ପିଲାଟି ସୁସ୍ଥ ହୋଇଗଲା। କୁଡ଼ିଆ ଭିତର ଏକ ଅଜଣା ମହକରେ ଭରିଗଲା। ପରଦିନ ସକାଳେ ଗାଁ ଲୋକେ ଜମା ହେଲେ। ସେମାନେ କହିଲେ, ଗତକାଲି ରାତିରେ ତୁମ ଘରୁ ଭାରି ଆଲୁଅ ବାହାରୁଥିଲା, କ'ଣ ଭଗବାନ ଆସିଥିଲେ କି? ଭୋନା ହସିଲା ଓ କହିଲା, ମନ ଯଦି ସଚ୍ଚୋଟ ହୁଏ ତେବେ ଜଗନ୍ନାଥଙ୍କୁ ଆସିବାକୁ ଡେରି ଲାଗେ ନାହିଁ। ସେପଟେ ପୁରୀ ମନ୍ଦିରରେ ପୂଜାରୀମାନେ ସ୍ତବ୍ଧ ଥିଲେ। ଭଗବାନଙ୍କ ପାଦ ପାଖରେ ଜଙ୍ଗଲର କାଠ ଖଣ୍ଡ ପଡ଼ିଥିଲା। ମୁଖ୍ୟ ପୂଜାରୀ କହିଲେ, ଲାଗୁଛି ଗତକାଲି ରାତିରେ ମହାପ୍ରଭୁ କୁଆଡ଼େ ଯାଇଥିଲେ। ଦୁନିଆ ସୁନା ରୂପାର ମନ୍ଦିର ତିଆରି କରେ, କିନ୍ତୁ ଭଗବାନ କେବଳ ସଚ୍ଚୋଟ ହୃଦୟରେ ହିଁ ଘର କରନ୍ତି। ଭୋନା ଚମତ୍କାର ମାଗିନଥିଲା, ନା ଧନ ମାଗିଥିଲା। ସେ କେବଳ ପିଲାଙ୍କ ପାଇଁ ଖାଦ୍ୟ ମାଗିଥିଲା। ଆଉ ତାର ସେହି ବିଶ୍ୱାସ ପାଇଁ ଜଗନ୍ନାଥ ନିଜେ ଚାଲି ଆସିଲେ। ସମସ୍ତେ ମିଶି କୁହନ୍ତୁ, ଜୟ ଜଗନ୍ନାଥ।